परमात्मने नमः। आजिर अध्याय को आपण मानकु स्वागत करिबा सहित आपण मानक हृदय रे प्रभु श्री जगन्नाथ को अनुभव करी प्रणाम जनाउछि। आजिर विषय साधु किए। आम समाज रे वर्तमान किछि व्यक्ति साधु होइचंती कौन से एक संप्रदायर नीति नियम रे परिचालित होउथिबा कौन सी संप्रदायर दीक्षित हेई गेरुआ वस्त्र पिंधि समाज रे साधारण लोकन को मिछ सतरे निजर स्वार्थ पई व्यवहार करुछंती एवं सेमाने साधु सन्यासीर गोटे तत्व तांकर वैराग्य आसीची केउथिरु ए माया संसारर वस्तु जगतरु एवं ए माया शरीरर इंद्रिय मानक विषय बोधरु जहाँकर वैराग्य आसे से समर्पित हुअन्ति आत्मा पाखरे परमात्मा पाखरे प्रभु श्री जगन्नाथ पाखरे परम ब्रह्म परमात्मा पाखरे संसार मोह मायारू विच्युत है मोह बुले संसार को ईश्वर दिगरे आध्यात्मिक दिगरे पाद थापी किछि वस्त्रधारी व्यक्ति माने समाज रे जो विशृंखला घटाउचंती एथिरे असल साधक जे सद्गुरु जे तत्व गुरु बा जो माने सत्पथरे अनेक घात प्रतिघात को अतिक्रम करी समाजर मंगल करने उद्देश्य रे एवं सनातन धर्मर सुरक्षा दिगरे काम करुचंती सेमाने असुविधारे पड़ुचंती। कहा जाउछि जे चलता साधु बहता पानी। साधु केउठी गोटे निर्दिष्ट स्थान रे से रही पारे नाही। केतेबेले गछमूल रे तो आउ केतेबेले नदी कूल रे केतेबेले अरण्य रे से बास करती एवं सबुबले गोटे स्थान तांकर ईश्वरंकर पदारविंदरे से मन को समर्पित करिदेई सेठी मन लगे बसथांती। केबे भी जने सन्यास गोटे बृहत्तर आश्रम करिबा स्वप्न अनेक मंदिर करी जहा द्वारा समाजर विशेष किछि मंगल हुए नहीं। अति साधारण व्यक्ति माने जो माने एकाग्रता वैराग्य सन्यास एसबुरे रही पारि नथांती सेमानंक पई मंदिर टीए करा जाई थे पूजा उषा व्रत करी से माने गोटे आध्यात्मिक दिगरे किछि क्षण पई जीवा पई गोटे मार्गदर्शन गोटे रास्ता गोटे व्यवस्था से मानक पई करा जाई थाए। वास्तविक जो माने ब्रह्म साधक जो माने क्रिया साधक से महावतार बाबाजी महापुरुषंकर प्रचलित क्रिया साधना व्यवस्था हेउ पाखापाखि 600 वर्ष तले उत्कल भूमि रे जगन्नाथ भूमि रे जगन्नाथ धाम रे जन्म ग्रहण करिथिबा जने महापुरुष श्री अच्युतानंद महापुरुषंकर कथा जदि आलोचना को नबा तेबे तांकर मध्य जो अनाक्षर क्रिया साधना व्यवस्था रही सेथिरे भी हेउ जो माने सामिल हे ये कार्य करुचंती से माने केवल समाजर
କିପରି କଲ୍ୟାଣ ହେବ ଏବଂ ସନାତନ ଧର୍ମର ସୁରକ୍ଷା ସହିତ ସନାତନ ଧର୍ମର ପ୍ରଚାର ପ୍ରସାର କିପରି ହେବ ଏବଂ ମାନବ ସଭ୍ୟତା ଗୋଟେ ନିର୍ଦ୍ଦିଷ୍ଟ ଦିଗରେ ପରିଚାଳିତ ହେଇ ଆନନ୍ଦମୟ ହେବ, ଦୁଃଖ ଶୋକ ରୋଗ ଯନ୍ତ୍ରଣାରୁ ମୁକ୍ତ ହେବ, କେବଳ ସେଇଥିପାଇଁ ଏ ଉଦ୍ୟମ କରାଯାଇଥିଲା ଏବଂ କରାଯାଉଛି ମଧ୍ୟ। କିନ୍ତୁ କିଛି ସ୍ୱାର୍ଥପର ସ୍ୱାର୍ଥନ୍ୱେଷୀ ବ୍ୟକ୍ତି ଏ ଦିଗରେ ଆସିବା ମନ୍ଦ ନୁହେଁ। ଏ ଦିଗରେ ସମସ୍ତେ ଆସନ୍ତୁ, ସମସ୍ତେ ଗେରୁଆ ବସ୍ତ୍ର ପିନ୍ଧନ୍ତୁ, ସମସ୍ତେ ଶକ୍ତିକ ଆଧାରକୁ ଧାରଣ କରନ୍ତୁ, ସମସ୍ତେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ହୃଦୟରେ ଧାରଣ କରନ୍ତୁ, ତାଙ୍କର ଭଜନ କରନ୍ତୁ, ନାମ କୀର୍ତ୍ତନ କରନ୍ତୁ, ମନା ନାହିଁ। କିନ୍ତୁ ସାଧାରଣ ଜନତାଙ୍କୁ ଗୋଟିଏ ରୂପରେ ମୋହିତ କରି କିଛି ମଧୁର ମଧୁର କଥା କହି ଆଧ୍ୟାତ୍ମିକ ବାର୍ତ୍ତା ଦେଇ ସେମାନଙ୍କୁ ମିଛ ସତ କହି ଲୁଟିବା, ଧନ ସମ୍ପତ୍ତି, ଧନ ଜୀବନ ଯୌବନ ଏଗୁଡ଼ିକ ସବୁ ଲୁଟି ନେବା କେତେ ଦୂର ଉଚିତ ଅନୁଚିତ ଆପଣମାନେ ବିଚାର କରନ୍ତୁ। ଏବଂ ସେହି ସାଧୁମାନଙ୍କ ପ୍ରତି ଯେଉଁମାନେ ଉଚ୍ଚାରଣ ଯାହା କରନ୍ତି ତାଙ୍କର ପ୍ରବଚନରେ, ତାଙ୍କର ବକ୍ତବ୍ୟରେ, ତାଙ୍କର ସତ୍ସଙ୍ଗ ବୋଲି ସେ ଯାହାକୁ କହନ୍ତି, ସେ ତ ପ୍ରବଚନ କୁହନ୍ତିନି, ସେ କୁହନ୍ତି ଆମର ଏହା ସତ୍ସଙ୍ଗ। ଏବଂ କଥା କହିଲା ବେଳେ ଶାସ୍ତ୍ରାନୁମୋଦିତ କିଛି ବାକ୍ୟ, କିଛି ଅନୁଭବର କଥା, କିଛି ଶୁଣିଥିବା କଥା ତାକୁ ଘୋଷିଛନ୍ତି, ମନେ ରଖିଛନ୍ତି, ଭାରି ସୁନ୍ଦର ଭାବରେ ମଧୁର ମଧୁର କଣ୍ଠରେ ଆଲୋଚନା କରି ଏହା ସତ୍ୟ, ଏହା ସତ୍ସଙ୍ଗ ଏପରି ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। କିନ୍ତୁ ଆଚରଣରେ ତାହା ଘଟୁନାହିଁ। କେତେବେଳେ କାହା ଜମି ଲୁଟି ନେଲେଣି ତ କାହା ପକେଟରୁ ପଇସା ଲୁଟି ନେଲେଣି, କେତେବେଳେ ଜୀବନଟିଏ, ଔଷଧ ଟିକିଏ, ଖାଦ୍ୟ ଟିକିଏ ନ ପାଇ ଡହକ ବିକଳ ହେଇ ପ୍ରାଣ ହରାଉଥିବା ବେଳେ କେତେକ ବ୍ୟକ୍ତି ସାଧୁ ରୂପରେ ଭକ୍ତମାନଙ୍କ ପକେଟରୁ ଅର୍ଥ ଲୁଟି ନେଇ ନାନା ଫନ୍ଦି ଫିକରରେ ପଇସାକୁ ପଥର କରୁଛନ୍ତି। ମନ୍ଦିର ପରେ ମନ୍ଦିର ନିର୍ମାଣ, ମେଡିକାଲଟିଏ କରିପାରିଥାନ୍ତେ, ଭଲ ବିଦ୍ୟାଳୟଟିଏ କରିପାରିଥାନ୍ତେ, ଆଧ୍ୟାତ୍ମିକ ବିଦ୍ୟାଳୟ କରିପାରିଥାନ୍ତେ। ଯେଉଁ ଗୁରୁ ଶିଷ୍ୟଟିଏକୁ ଗୋଟିଏ ଉତ୍ତମ ଶିଷ୍ୟ ଭାବରେ ଗଢ଼ି ପାରୁନାହାନ୍ତି, ଯେଉଁ ଗୁରୁ ମନ୍ଦିର ଗଢ଼ିବା ପଛରେ ପାଗଳ ହେଇକି ରହିଥାନ୍ତି, ଯେଉଁ ସାଧୁମାନେ ଆଶ୍ରମ ପଛରେ ଏଠି ଆଶ୍ରମ, ସେଠି ଆଶ୍ରମ, ସେଠି ଆଶ୍ରମ, ତାକୁ ନେଇ ନିଜର ଅହଙ୍କାର, ଆମେ ବିଶ୍ୱବିଦିତ, ବିଶ୍ୱର ନାନା ସ୍ଥାନରେ ଆମର ଆଶ୍ରମ, ମଠ, ମନ୍ଦିର ଏଇ ପରମ୍ପରାରେ ଅଛନ୍ତି। ଏବଂ ରାମକୃଷ୍ଣ ପରମହଂସଙ୍କ ପରି ଜଣେ ଉତ୍ତମ ଶିଷ୍ୟ ସ୍ୱାମୀ ବିବେକାନନ୍ଦଙ୍କୁ ଯେମିତି ସେ ସମଗ୍ର ବିଶ୍ୱବିଦିତ କଲେ ବୋଲି ରାମକୃଷ୍ଣ ପରମହଂସଙ୍କର ସୁନାମ ହେଲା, ସେପରି କରିପାରୁନାହାନ୍ତି। କିମ୍ବା ଯୋଗୀରାଜ ଲେହାଡ଼ି ମହାଶୟଙ୍କ ପରି, ଯୁକ୍ତେଶ୍ୱରଙ୍କ ପରି ମହାବିଦ୍ୱାନ, ମହାନ ଜ୍ଞାନୀ, ମହାନ ତତ୍ତ୍ୱଦର୍ଶୀ ଗୁରୁଟିଏ ସୃଷ୍ଟି କରିପାରୁନାହାନ୍ତି। ଏବଂ ପ୍ରଣମ୍ୟ ପୂଜ୍ୟ ଯୁକ୍ତେଶ୍ୱର ଗିରିଙ୍କର ଜଣେ ପ୍ରିୟ ଶିଷ୍ୟ ଯୋଗାନନ୍ଦଙ୍କ ପରି ଶିଷ୍ୟଟିଏ ତିଆରି କରିପାରୁନାହାନ୍ତି। ଯୋଗାନନ୍ଦ ସମଗ୍ର ବିଶ୍ୱରେ ଯେଉଁଭଳି ଭାବରେ କ୍ରିୟାଯୋଗର ପ୍ରଚାର ପ୍ରସାର କରି ସମାଜ କଲ୍ୟାଣ କରିଛନ୍ତି, ସେପରି କରିପାରୁନାହାନ୍ତି। ସେମାନେ ବାସ୍ତବିକ କିଛି କରିବାକୁ ଚାହିଁନାହାନ୍ତି ବୋଲି କରିନାହାନ୍ତି। ସେମାନେ ଯାହା ଚାହିଁଛନ୍ତି କରିବାକୁ ତାହା ହେଇଛି। ମନ୍ଦିର ହେଇଛି,
ପୂଜାପାଠ ଚାଲିଛି, ଯଜ୍ଞ ତପସ୍ୟା ଚାଲିଛି, ହରେ କୃଷ୍ଣ ମହାମନ୍ତ୍ର ସଂକୀର୍ତ୍ତନ ଚାଲିଛି, ଭଜନ ଚାଲିଛି, ଘୋଘା ଚାଲିଛି। ତାଙ୍କର ଶିଷ୍ୟମାନେ ଅନ୍ଧାରରେ, ଗୁରୁ ମଧ୍ୟ ଅନ୍ଧାରରେ। କାହାରି ମଙ୍ଗଳ ହଉନି। ଏବଂ ସେଇ ଦିଗରେ ମଙ୍ଗଳ ଦିଗରେ କାର୍ଯ୍ୟ କରିବା ପାଇଁ ଯେଉଁମାନେ ସମାଜକୁ ଆସିଛନ୍ତି ସେମାନଙ୍କ ପଦାରବିନ୍ଦରେ ଶ୍ରୀଚରଣରେ କୋଟି କୋଟି ପ୍ରଣାମ ଆମେ ଜଣାଉଛୁ। ଯେଉଁମାନେ ବାସ୍ତବିକ ସନ୍ନ୍ୟାସ ଦିଗରେ, ସନ୍ନ୍ୟାସ ଏକ ଅବସ୍ଥା, ଗୁରୁ ଏକ ତତ୍ତ୍ୱ, ଏକ ସୂକ୍ଷ୍ମ ସତ୍ତା, ଯିଏ ପ୍ରତ୍ୟେକଙ୍କ ହୃଦୟରେ ସଦ୍ଗୁରୁ ନାମରେ ବାସ କରୁଛନ୍ତି। ସେହି ସୂକ୍ଷ୍ମ ସତ୍ତା ପରମାତ୍ମା ପରମ ବ୍ରହ୍ମ, ତାଙ୍କୁ ସ୍ଥୂଳ ରୂପରେ ଚିହ୍ନଟ କରୁଥିବା ଗୁରୁ, ସୂକ୍ଷ୍ମ ଯେଉଁ ସ୍ଥୂଳ ଗୁରୁ ଆମକୁ ଚିହ୍ନଟ କରାଇଲେ ଆମ ହୃଦୟରେ ସୂକ୍ଷ୍ମ ଗୁରୁଙ୍କୁ, କାରଣ ଗୁରୁଙ୍କୁ ଆମେ କିଏ ଜଣେଇଲେ, ଆମେ ଶରୀର ନୁହେଁ ଆତ୍ମା, ଆମେ ପରମାତ୍ମାଙ୍କର ଅଂଶ, ଭଗବାନଙ୍କର ଅଂଶ ଆମକୁ ଜଣେଇଲେ। ସେହି ଗୁରୁଙ୍କ ପଦାରବିନ୍ଦରେ କୋଟି କୋଟି ପ୍ରଣାମ ଜଣାଉଛି। 2-3 ସଦ୍ଗୁରୁଙ୍କ ରାସ୍ତା ଦେଇ ପ୍ରଭୁ ଆମକୁ ଆଣିଛନ୍ତି। ଆମେ ବିଶେଷ କିଛି ଗୁରୁଙ୍କ ସେବା କରିପାରିନାହୁଁ, କିନ୍ତୁ ଗୁରୁ ଆଜ୍ଞା ମାନିକିରି ଏ ସମାଜରେ ଆସିଛୁ। ତେଣୁ ଆପଣମାନଙ୍କୁ ମୋର ଗୋଟିଏ ବିନମ୍ର ନିବେଦନ, ବସ୍ତ୍ର, ରୂପ, ରଙ୍ଗ, ବେଶ ଭୂଷା, ଆଶ୍ରମ, ମନ୍ଦିର, ମଠ, ବିରାଟ ବିରାଟ, ବଡ଼ ଗାଡ଼ି, ବଡ଼ ପେଟ, ସୁନ୍ଦର କଥା, ମଧୁର କଥା, ଏଥିରେ ଭଳି ଯାଆନ୍ତୁ ନାହିଁ। ସାବଧାନ ରୁହନ୍ତୁ ଯେ ଏ ମିଥ୍ୟାବାଦୀ, ଏ ସ୍ୱାର୍ଥାନ୍ୱେଷୀ ବାବାଜୀମାନଙ୍କ ପ୍ରତି ଏବଂ ଯେଉଁମାନେ ବାସ୍ତବିକ ସଦ୍ଗୁରୁ ସେମାନଙ୍କ ପ୍ରତି ନମ୍ର ଏବଂ ସମର୍ପଣ ଭାବ ରଖିଲେ ନିଶ୍ଚିତ ଭାବରେ ଆପଣଙ୍କୁ ଦିବ୍ୟତା ପ୍ରାପ୍ତ ହେବ। ଆପଣମାନେ ଏ ମାୟା ସଂସାରରୁ ମୁକ୍ତ ହେବେ। ତେଣୁ ଏତିକି କହିବି, ସାଧୁ ସାବଧାନ।